ଯେତେବେଳେ ବିଶ୍ୱର ମାଲିକ ତାଙ୍କ ସାଇରନ୍ ବଜେଇବେ ସେତେବେଳେ କାହାରି ଥଳକୂଳ ରହିବ ନାହିଁ ବାପା। ସମୁଦ୍ର ମାଡ଼ି ଆସିବ। ଏମିତି ଭୟଙ୍କର ରୂପ ନବ ଯେ କାହାରି ଥଳକୂଳ ରହିବ ନାହିଁ। ଜୟ ଜଗନ୍ନାଥ। ବାରମ୍ବାର ଓଡ଼ିଶାବାସୀ ଭାରତବାସୀ ଚାହୁଁଛନ୍ତି ଶୁଣିବା ଲାଗି, ମତେ ମଧ୍ୟ ଦେଖୁଛନ୍ତି। ଆଚ୍ଛା, ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତ ସମୟ ଆସିଯାଇଛି। ମହାପ୍ରଳୟ ବେଳ ଏଇ ଯୋଉ 2 ମାସ ଗଲା ନା 3 ମାସ ଗଲା, 4 ମାସ ଆଉ 8 ମାସ, ଏଇ 8 ମାସ ଭିତରେ ମହାପ୍ରଳୟ ଘଟିଯିବ। କହୁଛି ମହାପ୍ରଳୟ ଯେ ହୋଇବ ଆସୁଛି, ସର୍ବେ ସତର୍କ ରୁହ, ଶାନ୍ତିର ସଂକେତ ଧରିଣ ଧର୍ମ ଧ୍ୱଜା ଉଡ଼ାଅ। ମହାପ୍ରଳୟ ବେଳ ଆସିଗଲାଣି। ଆଉ ଏଠି ଯୋଉ ମହାଭୟଙ୍କର ରୂପ ନେଇ ସାରିଲାଣି। କରୋନା ଭାଇରସ ଥିଲା, ଆଗରୁ ମହାମାରୀ ଥିଲା, ଯେମିତି ମରୁଥିଲେ, କରୋନା ଭାଇରସରେ ଯେମିତି ମରୁଥିଲେ, ଡାଇରିଆରେ ଯେମିତି ମରୁଥିଲେ, ଯେମିତି ଦୁର୍ଭିକ୍ଷ ପଡ଼ିଥିଲା, ତା ଅପେକ୍ଷା ଆହୁରି ଭୟଙ୍କର ଦୁର୍ଭିକ୍ଷ ପଡ଼ିବ। ମହାପ୍ରଳୟ ବେଳ ଆସିଗଲା। ଏ ସବୁ ନିଶାସକ୍ତ ନିଜ ସ୍ୱାର୍ଥ ବ୍ୟସ୍ତରେ ଏ ମହାଭାରତ ଯୁଦ୍ଧରୁ ଯୋଉ ଗୋଟେ ଓଳି ଯୁଦ୍ଧ ଥିଲା, ଇଏ ସାରା ପୃଥିବୀରେ ସେ ଯୁଦ୍ଧ ଲାଗିକି ରହିଛି, ସେ ସରିନାହିଁ। ସିଏ ଭୟଙ୍କର ରୂପ ନେଇ ସାରିଲାଣି। ବର୍ତ୍ତମାନ ଆମର ମୋଦି କିଏ ବୋଲିକି ଆପଣ ପଚାରିଥିଲେ। ମୋଦି ହେଉଛନ୍ତି ଅନନ୍ତ କେଶରୀ ରାଜା, ଯାହାର ଆଦ୍ୟ ଅନ୍ତ କେହି ନ ପାଇବେ, ସେଇ ଅନନ୍ତ କେଶରୀ ରାଜା ହେବେ ବୋଲିକି ଯୋଉ ଥିଲା ଓଡ଼ିଶାରୁ, ସେ ଅନନ୍ତ କେଶରୀ ରାଜା ହେଇସାରିଛନ୍ତି। ତାଙ୍କର ପଞ୍ଚ ସଖା ଅଛନ୍ତି। ତାଙ୍କ ପଞ୍ଚ ସଖା ଏଇ ଲାଗେ ସାରା ପୃଥିବୀକୁ କଣ୍ଟ୍ରୋଲ କରିଛନ୍ତି। ଆଉ ବାବା, ଆପଣ କହୁଛନ୍ତି ଏମିତି ଏକ ଭୟଙ୍କର ପରିସ୍ଥିତି ଯାହା ଆମ ପାଖରୁ ଯାଇଥିଲା କୋରୋନା, ଆପଣ କହୁଛନ୍ତି ସେ କୋରୋନା ଭଳି ଆହୁରି ଏକ ଭୟଙ୍କର ରୋଗ ଯାହା ଆସୁଛି ଆଉ ଦୁର୍ଭିକ୍ଷ ପଡ଼ିବ, ଏହା ବାବା କେତେ ଦୂର ଠିକ? ଏଟା ନିରାଟ ସତ୍ୟ। କାହିଁକି ନା ଇଏ ବିଶ୍ୱଗୁରୁଙ୍କର ଶୂନ୍ୟବାଣୀ। ଇଏ ବାଣୀ ଗୁରା ଭୁଲ ହୁଏ ନା, ଏଟା ନିରାଟ ସତ୍ୟ। ଆସୁଛି ଏଇ 10 ମାସ ଭିତରେ ଯଦି ସାବଧାନ ହେଇଗଲେ ରକ୍ଷା ପାଇଯିବେ, ନଚେତ ସମୁଦ୍ର ମାଡ଼ି ଆସିବ। ଏମିତି ଭୟଙ୍କର ରୂପ ନବ ଯେ କାହାରି ଥଳକୂଳ ରହିବ ନାହିଁ, ଯାହାକି କଳ୍ପନାରେ ଭାବି ପାରିନଥିବେ। ବାବା, ଆପଣ କହୁଛନ୍ତି କଣ ପାଣି ମାଡ଼ି ଆସିବ? ଭୟଙ୍କର ପାଣି ମାଡ଼ି ଆସିବ। କଣ ହବ ତା କିଛି ଠିକ ଠିକଣା ନାହିଁ। ଗୋଟାଏ ଏଇ ନିଶ୍ୱାସ ନାହିଁ ବିଶ୍ୱାସ, କଦାରୁଦ୍ଧ ଭବିଷ୍ୟତି। ଟିକେ ଖାଲି ଗୋଟାଏ ମିନିଟ ଯଦି ରହିଗଲା, ସରିଲା ଲୋ ସରିଲା। ଏ ବିଶ୍ୱ ବ୍ରହ୍ମାଣ୍ଡ ଧ୍ୱଂସ। ଇଏ ହଉଛି ମହାପ୍ରଳୟ ବେଳ। ଏଇ ପ୍ରଳୟରେ ଏ ସବୁ ଲୋପ ହେଇଯିବ। ଏଣୁ କରି କାହିଁକି ହଉଛି ନା, ଏ ମଣିଷ ସବୁ ଭୁଲି ଯାଇଛି। କାରଣ ଆମର ଯୋଉ ସୁପ୍ରିମ ପାୱାର ପାଇଥିଲେ ଯୋଉ ସରକାର, ବାବା, ଆପଣ କହୁଛନ୍ତି ପାଣି ମାଡ଼ି ଆସିବ କଣ ଏଇ 2026ରେ ପାଣି ମାଡ଼ି ଆସିବ? 24 ଭିତରେ ଦେଖ କଣ ହଉଛି। ବାବା, କେବେ ଆସିବ? 27ରୁ ସତ୍ୟଯୁଗ ଆସି ଯାଉଛି।
ତା ପୂର୍ବରୁ ଏ ଘଟଣା ଗୁରା ଘଟିବ। ଏଟା ନିରାଟ ସତ୍ୟ କଥା। ଏଣୁ ସମସ୍ତେ ସାବଧାନ ହୋଇଯାଆନ୍ତୁ। ବାବା ସରକାରଙ୍କ ତରଫରୁ ଏକ ମେସେଜ ଆସୁଛି ଏମର୍ଜେନ୍ସି ଆଲର୍ଟ। ସେ ମେସେଜ ଆସିଲେ ସମସ୍ତଙ୍କ ମୋବାଇଲକୁ ଏକାବେଳକେ ଗୋଟେ ଥରେ ମେସେଜ ଆସିବ କି ଗୋଟେ ଶବ୍ଦ ହବ ଏମିତି ମୋବାଇଲ। ସେ ବିଶ୍ୱଗୁରୁଙ୍କର ଶୂନ୍ୟବାଣୀ। ସେ ଶୂନ୍ୟବାଣୀ କିଏ? ଆମ ସରକାର ପାଇଛନ୍ତି। ଆମ ସରକାର ଏ ଜନସମାଜରୁ ସେ ରକ୍ଷା କରିବା ଲାଗି ଜନସମାଜକୁ ସିଏ ଆପ୍ରାଣପଣେ ଚେଷ୍ଟା ଚଲେଇଛନ୍ତି। ଆଜି ବେଙ୍ଗଲ କ'ଣ ସାରା ଭାରତବର୍ଷ ସବୁଠି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଉ କରିଛନ୍ତି, କରିବେ। ଏଟା ସତ୍ୟ, ସତ୍ୟ ତ୍ରିବାର ସତ୍ୟ। ଆଉ ନିଜକୁ ଗର୍ବ ଅନୁଭବ କରନ୍ତୁ ନାହିଁ। ଆଉ ଇଏ ହଉଛି ବିଶ୍ୱଗୁରୁଙ୍କର ଶୂନ୍ୟବାଣୀ। ଇଏ ଭୁଲ ନୁହେଁ। ବାବା ଆପଣ କହୁଛନ୍ତି ଯେଉଁ ଶବ୍ଦଟା ହବ ସେଇଟା ଶୂନ୍ୟବାଣୀ। ସେଇଟା ଶୂନ୍ୟବାଣୀ। ସେଠୁ ଯେତେବେଳେ ସିଏ ଶୁଣିବେ, ସିଏ ତମକୁ ସମସ୍ତଙ୍କୁ ଶୁଣେଇ ଦେବେ। ସେ ଶୂନ୍ୟବାଣୀ ହବ। ବାବା ଆପଣ କହୁଛନ୍ତି ଯୋଉ ଶୂନ୍ୟବାଣୀ ହବ ମୋବାଇଲ ମାଧ୍ୟମରେ ସେଇ ବାଣୀ ଆସିବ, ସତର୍କ ବାଣୀ, ଆଉ ଲୋକମାନେ ସତର୍କ ହେଇଯିବେ ସେ ବାଣୀ ଶୁଣିକି। ସତର୍କ ହେବେ। ଯିଏ ସତର୍କ ହେବେ ହେବେ, ଯିଏ ନ ହେବେ ନ ହେବେ। ଆଜି ମହାପ୍ରଳୟ ଯେ ହୋଇବ, ସେତିକିବେଳେ ପୃଥ୍ୱୀ ଥରି ଉଠିବ। ଭୟଙ୍କର ରଡ଼ି ସେବେଳେ ସେ ପୃଥିବୀରେ ଶୁଭିବ। ସିଏ ଗୋଟିଏ ସିନା ଏମାର୍ଜେନ୍ସି ପାଇଁ ଆମ ସରକାର ଗୋଟିଏ ଦେଇଛନ୍ତି। ଆଉ ପୃଥ୍ୱୀ ଥରି ଉଠିବ। ଭୟଙ୍କର ରଡ଼ି ସେବେଳେ ପୃଥିବୀରେ ଶୁଭିବ। ଯେଉଁ ଭକ୍ତ ଏକା ପ୍ରଭୁଙ୍କୁ ଦୃଢ଼ ଭକ୍ତିରେ ଡାକୁଥିବେ, ସେଇମାନେ ରହିବେ। ଏ ପାପୀଗୁରା ଖାଲି ରଡ଼ିରେ ମରିଯିବେ। ବାବା ବାବା ଆପଣ କହୁଛନ୍ତି ରଡି ହବ, ସେଟା କେଉଁ ରଡି ହବ? ସେ ଯୋଉ ଭୈରବ ରଡ଼ି ଛାଡ଼ିବ ବୋଲିକି କୁହା ହଉନଥିଲା, ସେଇ ରଡ଼ି ଛାଡ଼ିବ। ଏମାନେ ଯୋଉ ଏଇ ଲାଗେ କହୁଛନ୍ତି ଇଏ ଭୟଙ୍କର ଯୁଦ୍ଧ ହବ। ଭୟଙ୍କର ଯୁଦ୍ଧ ହବ। ଆଗରେ ଗୋଟେ ସାଇରନ୍ ବାଜିବ। ସେଇ ଯୋଉ ସାଇରନ୍ ବାଜିବ, ସେଇମିତି ଇଏ ଭୟଙ୍କରରୁ ଅତି ଭୟଙ୍କର ସାଇରନ୍ ବାଜିବ। ଯେତେବେଳେ ବିଶ୍ୱର ମାଲିକ ତାଙ୍କ ସାଇରନ୍ ବଜେଇବେ, ସେତେବେଳେ କାହାରି ଥଳକୂଳ ରହିବ ନାହିଁ। ବାପା କହିଛି, ଶୂନ୍ୟ ପ୍ରଭୁଙ୍କର ଶୂନ୍ୟରେ ବିଚାର ତ ଚାଲିଛି। ସେ କୋର୍ଟରେ ଓକିଲ ମାଜିଷ୍ଟ୍ରେଟ ମୁକ୍ତିଆର ନାହାନ୍ତି କିଛି। ପ୍ରଭୁଙ୍କର ମାୟା ଚକ୍ର ଘୁରୁଛି ନୀଳ ନଭେ। ଏଇଗୁଡ଼ାଙ୍କୁ ସଂହାର କରିବ ଦୟା ନ କରି ଲଭେ। ମହାପ୍ରଳୟ ଯେ ହୋଇବ ଆସୁଛି, ସର୍ବେ ସତର୍କ ରୁହ। ଶାନ୍ତିର ସଂକେତ ଧରିଣ ଧର୍ମ ଧ୍ୱଜା ଉଡ଼ାଅ। କ'ଣ ହେଲାଣି ପରିସ୍ଥିତି? ଏଇ ଲାଗେ ସବୁ ପାଗଳ ବନି ଯାଇଛନ୍ତି। କ'ଣ ବାବା ଆପଣ କହୁଛନ୍ତି 2027ରୁ ଏମିତି କିଛି ଭଲ ସମୟ ଆସୁଛି, ଯାହା ସେଥିପାଇଁ ଏ ମହାପ୍ରଳୟ। ହଁ, ଯେତେ ସେଇ ପ୍ରଳୟ ହେଇଯିବ। ଆ ପରେ ପରେ ଯଦି ଠିକ ବାଟକୁ ଯୋଉମାନେ ଯାଇଥିବେ, 27ରେ ସତ୍ୟଯୁଗ ଭୋଗ କରିବେ। ବାପା 27ରୁ ସତ୍ୟଯୁଗ ଆସି ଯାଉଛି। ଆଉ ଇଏ ଘୋର କଳି ଏ 26 ଚାଲି ଯାଉଛି। ସେଥିଲାଗି ସାବଧାନ ହେଇଯାଅ। ଆପଣ କହୁଛନ୍ତି 2027ରୁ ସତ୍ୟ ଯୁଗ ଆସୁଛି, ହଁ, କଳି ଚାଲି ଯାଉଛି। ହଁ। କଳି କ'ଣ ସତରେ ଚାଲିଯିବ ଏଇ 2026ରେ? ସତ୍ୟ ଚାଲିଯିବ। ଇଏ ଯଦି ସେଗୁଡ଼ାକୁ ପୁରା କଡା ଉପରେ ଷ୍ଟେପ ନ ନଉଛନ୍ତି, ଆଙ୍କ ଉପରେ ବି ସେ ସୃଷ୍ଟି ଧ୍ୱଂସ, ସିଏ ଧ୍ୱଂସ, ସବୁ ଧ୍ୱଂସ। ବାପା ଏଟା ହଉଛି ଲାଷ୍ଟ ବେଳ। କହୁଛି ଜଗା ଜଗି ବେଳ ଆସିଅଛି ଭାଇ, ଯୋଗିନୀ ହାତରେ ଖପର। ପରୀକ୍ଷା କରିବା ବେଳେ ଆଦି ଶକ୍ତି, ପୃଥ୍ୱୀ ହେବ ଥରହର। ସିଏ ଯେତେବେଳେ ପରୀକ୍ଷା କରିବ, ସେତେବେଳେ କାହାରି ଥଳକୂଳ ରହିବନି। ବାବା କିଏ ପରୀକ୍ଷା କରିବେ?
आदि शक्ति କାହାକୁ ପରୀକ୍ଷା କରିବେ? महान शक्ति यही जेतक भक्त बोलौछन्ति एई भक्त कहछि कहिबा लोक तो बहुत अछन्ति करिकी देखैबा लोक नाही बड़ बड़ कथा कही न करिले एगुरा मातृ पितृ गुरुद्रोही धर्मद्रोही राजद्रोही एमानकु केबे विश्वास करना एमाने विश्वासघातक सेई अयोग्य आंकु अयोग्यरू पूरा बहिष्कार करा जाऊ। ବାବା ଆପଣ କହିଲେ ମା ଆଦିଶକ୍ତି ପରୀକ୍ଷା କରିବେ କେଉଁ ସ୍ଥାନରେ କାହାକୁ ପରୀକ୍ଷା କରିବେ? ये महान शक्ति समस्त की परीक्षा करिवे କେଉଁ ସମୟରେ ବାବା? समय नहीं सबुबेले समय तांकर सबुबेले परीक्षा करि परिबे आमे सेठी लागि आ मु एठी आपनकर ए आश्रम को संपूर्ण भावरे एटा होची खंडगिरी एकाम्र कानन जो विचित्र भवन थिला एठी सेई विचित्र भवन थिला आकु जगन्नाथ बलभद्र सुभद्रा थिले आध्यात्मिक शक्ति माध्यमरे ये सारा विश्व पाई वार्ता दौची आउ यही सारा यही राजधानी ये उपखंड रे जेते लोक आंकर सबू ये न्याय सत्य असत्य धर्म अधर्म यही विचार करा जाए जिमिति निम्न कोर्ट जज कोर्ट हाई कोर्ट सुप्रीम कोर्ट उपरे ये कोर्ट थिला एठी ये कारोबार करथुला आज से कोर्ट को ये स्वार्थपर लोक सब ध्वंस करचंती जदि ध्वंस करचंती एनाके अकाल मृत्यु घटुची आउ अचानक विपद घटुची तांकु सबू आउ ये महाप्रलय रे एमाने संपूर्ण भाव रे लोप होइबे आउ से एकाम्र कानून नाही एटा कंक्रीट बाबा आपण किछि बाबा आपण टिके पूर्वरु कहले जो भयंकर रडी हबो से रडीटा केबे हबो? यही 10 मास भितरे यही 10 मास भितरे एई 10 मास भितर बाबा रडी हबो रडी हबो महाप्रलय आसी जाउची एई 10 मास भितरे महाप्रलय रडी हबो भयंकर रडी सुबिबो एई कथा उरा कहंती बाबा आपण जो कहउछन्ती प्रलय हबो आ पानी माडी आसीबो एटा कोन आपण किछि एमिति कोन संकेत किछि पाइछन्ती ना प्रमाण पाइछन्ती ना आपण को कोन शून्यरु निर्देश होउची? एटा होउची एटा प्रकृत रे सत्यवाणी मु आगत आगु को कोन हेची आगत भविष्यत आ वर्तमान कोन होउची मु तिनिटा रे प्रश्नर उत्तर मु दउची आजिकाली ये लोक चिन्ही पारिबे नहीं मनीष मनुष्य ये मनीष गुरा सबू पागल हो जाइछन्ति माताल हो जाइछन्ति मनुष्य के जड़े जड़े अछन्ति से माने चिन्हुछन्ति बाबा आपण कहउछन्ति मनीष पागल हो जाइछन्ति मनुष्य जो माने से माने केवल सचेतन अछन्ति सचेतन अछन्ति मनुष्य जो माने आ मनीष तो ये नानादि कुकर्म करिकी ये मनीष गुरा सबू पशु पक्षी गोरु गाई मनीष छेली कुकुर सबू मारिकी खाइकी पागल होइकी एगुरा सबू मनीष जन्म होइछन्ति एगुरा मरीजिबे ये जदि सुधुरी जिबे उधुरी गले न नहीं महाप्रलय रे बाबा लोप होइजिबे माने आ मनुष्य माने रहिबे बछा बछा मनुष्य रहिबे।